ହାଲୋ ଏଭ୍ରିୱାନ୍, ଆଶା କରୁଛି ସମସ୍ତେ ଭଲରେ ଥିବ। ତ ଆଜି ଆମେ ଦେଖିବା ଏସ୍ଆଇ ମ୍ୟାଥମେଟିକ୍ସ ପ୍ରାକ୍ଟିସ୍ ସେଟ୍ ଲେକ୍ଚର ନମ୍ବର 5 ହେଲା। ତ ଚାଲ ଦେଖିବା ଆଜିର ପ୍ରଥମ କ୍ୱେଶ୍ଚିନ୍ କଣ ରହିଛି। ଆଉ ତମର ଏସ୍ଆଇ ର କଣ ପି ବାଇ କ୍ୟୁ ହେଲା, ଓଡ଼ିଶା ପୋଲିସ ଏସ୍ଆଇ ର ପି ବାଇ କ୍ୟୁ ସବୁ ଯାକ ଆମର ପ୍ରିଭିୟସ୍ ଇୟରରେ ଯାହା ବି ଆସିଥିଲା ତାର କ୍ୱେଶ୍ଚିନ୍ 5 ବର୍ଷରେ ବି କହିପାରିବ ହେଲା। ଫାର୍ଷ୍ଟ କ୍ୱେଶ୍ଚିନ୍ ଦେଖିବା, ଇନ୍ ହାଉ ମେନି ଡିଫରେଣ୍ଟ ୱେଜ୍ କ୍ୟାନ୍ ଦ ଲେଟର ଅଫ୍ ଦ ୱାର୍ଡ ରିମୋର ବି ଆରେଞ୍ଜଡ୍ ହେଲା। ଏଟା ରିମୋରକୁ ଆମେ କେତେ ଉପରେ ଆରେଞ୍ଜ କରିପାରିବା, ଏଟା ଦେଖ ତମର ଏଟା ପ୍ରୋବାବିଲିଟିର କ୍ୱେଶ୍ଚିନ୍। ଏଇ କ୍ୱେଶ୍ଚିନ୍ ପଛେ କରିବା ହେଲା, ଏଇ କ୍ୱେଶ୍ଚିନ୍ ପଛେ କରିବା। ତାପରେ ସେକେଣ୍ଡ କ୍ୱେଶ୍ଚିନ୍ ଦେଖି, in how many different ways can the letters of the word machine be arranged, ଏଟା ବି probability question। ଏଇ କ୍ୱେଶ୍ଚିନ୍ ଟା ପଛେ କରିବା ହେଲା, 1 2 କ୍ଲାସ ର ଲାଷ୍ଟ ରେ କରିବା। ତ ଚାଲ ଦେଖିବା ଫାର୍ଷ୍ଟ କ୍ୱେଶ୍ଚିନ୍ 3 ନମ୍ବର। The sum of three numbers is 136 ହେଲା, if the ratio between the first and second and the and that between the second and third is 5:3, ତାହେଲେ ସେକେଣ୍ଡ ନମ୍ବରଟା କଣ ଦେଖ କେମିତି କରିବା। ପ୍ରଥମ ନମ୍ବର ମନେକର ଏ ହେଲା, ଆଉ ସେକେଣ୍ଡ ନମ୍ବର ନେଇଛ ବି, ଆଉ ଥାର୍ଡ ନମ୍ବରକୁ ନେଇଛ ସି ହେଲା, ଏ ବି ସି ଫାର୍ଷ୍ଟ ସେକେଣ୍ଡ ଥାର୍ଡ। ଆଉ ଫାର୍ଷ୍ଟ ଆଉ ସେକେଣ୍ଡ ଭିତରେ ରେସିଓ କେତେ ନା ଏ ଯଦି 2 ହବ ବି ହଉଛି 3 ହେଲା। ଆଉ ସେକେଣ୍ଡ ଆଉ ଥାର୍ଡ ଭିତରେ ଇଏ 5 ହେଲେ ଇଏ କେତେ ହବ 3 ହେଲା। ତାର କଣ ରେସିଓ ବରାବର କରିଦିଅ, ଇକ୍ୱାଲ କରିଦିଅ ରେସିଓ। 3 3 9, 5 3 କେତେ 15, 5 2 10, ତାହେଲେ 136 କାର ଭାଲ୍ୟୁ ହବ। ଏ 3 ଜଣଙ୍କର ମିଶ୍ରଣ ମାନେ କଣ, 3 ଜଣଙ୍କର ମିଶିକି ଏଇ 136 ଟା ଏମାନଙ୍କ ଭିତରେ ବାଣ୍ଟ ହବନି କି ହେଲା, ମାନେ ଏଇ 136 ଟା ଏମାନଙ୍କ ଭିତରେ ବଣ୍ଟା ହବ। ତାହେଲେ 136 କାର ଭାଲ୍ୟୁ ହବ 10 ମିଶାଣ 15 ମିଶାଣ 6 କେତେ 10 15 25 9 5 14 34, 34 ର ଭାଲ୍ୟୁ ଆମକୁ ଦରକାର। କାର ଭାଲ୍ୟୁ ଆମକୁ ଦରକାର, କାର ଭାଲ୍ୟୁ ବି ର ଭାଲ୍ୟୁ କେତେ 15। ଏଠି ମୁଁ ଲେଖିଦଉଛି ବି ଇଜ ଇକାଲ ଟୁ ହେଲା 34 ଚୌକ ବୋଧେ, ହଁ 15 ଚୌକ କେତେ 60, ଅପସନ କୋଉଟା ସି ହେଲା। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା, ଦ ଡିଫରେନ୍ସ ବିଟୱିନ୍ ଏ ନମ୍ବର ଆଣ୍ଡ ଇଟ୍ସ 350 ଇଜ କେତେ 350 ଇଜ 50, ହ୍ୱାଟ ଇଜ ଦ ନମ୍ବର। ଏକ ସଂଖ୍ୟା ମନେକର ଗୋଟେ ସଂଖ୍ୟା ନେଇଛ ଏକ୍ସ ହେଲା, ତାର 3 ପଞ୍ଚମାଂଶ ମାନେ କେତେ ହବ 3/5 ଅଫ ଏକ୍ସ, ମାନେ ଏକ୍ସ ର 3/5 ହେଲା, ଏକ୍ସ ଇଣ୍ଟୁ କେତେ ହବ 3/5। ତାଙ୍କ ଭିତରେ ଡିଫରେନ୍ସ କେତେ ନା 50, କ୍ୱେଶ୍ଚିନ୍ ଦେଇଛି 50, ତାହେଲେ କେତେ ହବ 5x ମାଇନସ୍ 3x ବାଇ କେତେ ହବ 5 ଇଜିକାଲ ଟୁ କେତେ ହବ 50 ହେଲା। 2x ଇଜିକାଲ ଟୁ କେତେ ହେଲା 50 ଇଣ୍ଟୁ 5, ତାହେଲେ x ଇଜିକାଲ ଟୁ କେତେ ହେଲା 25 ଇଣ୍ଟୁ 5, 25 5 କେତେ 125, ଅପସନ କୋଉଟା ସି ହେଲା। ତାପରେ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା, ଦ ସମ୍ ଅଫ ଟୁ ନମ୍ବର ଇଜ 50 ଆଣ୍ଡ ଦେୟାର ଡିଫରେନ୍ସ ଇଜ 13 ହେଲା। ଦେଖ ଏଇ ଟାଇପ ର ତମର କ୍ୱେଶ୍ଚିନ୍ ପଡିଥିଲା ଏସ୍ଆଇ ରେ ହେଲା, ମୁଁ କିଛି ବି ମନେ ରହେନି, କେବଳ ଏସ୍ଆଇ ରେ ଦୁଇଟି ସଂଖ୍ୟାର ଯୋଗଫଳ କେତେ 25। ମନେକର ଦୁଇଟା ସଂଖ୍ୟା ନେଇଛ x ପ୍ଲସ y, ତାଙ୍କ ଯୋଗଫଳ କେତେ 25, ସେମାନଙ୍କର ପାର୍ଥକ୍ୟ କେତେ ମାନେ ଡିଫରେନ୍ସ 13, ମାନେ ପାର୍ଥକ୍ୟ ହେଲା x ମାଇନସ y କେତେ 13। ତାହେଲେ x ର ଭାଲ୍ୟୁ ବାହାର କର, x ଇଜିକାଲ ଟୁ କେତେ ହବ 25 ମିଶାଣ 13 ବାଇ 2 ହେଲା, ଏମିତି ବାହାର କରିବ x ର ଭାଲ୍ୟୁ କେତେ 5 3 8 2 1 3 ବାଇ 2 ଇଜିକାଲ ଟୁ କେତେ 19। ଆଉ y ର ଭାଲ୍ୟୁ କେତେ ହବ ନା 25 ହେଲା ମାଇନସ 13 ବାଇ 2 କେତେ ହବ 13 ରୁ 5 ଗଲେ 8, ସରି 8 ନୁହଁ 5 ରୁ 3 ଗଲେ 2, 2 ରେ ଗଲେ 1 ବାଇ 2 ଇଜିକାଲ ଟୁ କେତେ 6। ସେ ପଚାରୁଛି ଗୁଣଫଳ, ସଂଖ୍ୟା ଗୁଡିକ କଣ ଗୁଣଫଳ ମାନେ x ଆଉ y, x ଇଣ୍ଟୁ y ସଂଖ୍ୟା ଦିଟାର ଗୁଣଫଳ 19 ଇଣ୍ଟୁ 6 114, ଅପସନ କୋଉଟା B ହେଲା। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା, a fair price of shopkeeper takes 10% profit on his good ହେଲା, he lost 20% of the goods during theft, his loss percentage କେତେ। ଜଣେ ଜଣେ ନ୍ୟାୟ ମୂଲ୍ୟ ଦୋକାନୀ ତାଙ୍କ ସାମଗ୍ରୀ ଉପରେ 10% ଲାଭ କରନ୍ତି ହେଲା, ଚୋରି ହେତୁ ତାର କଣ ନଷ୍ଟ ହେଇଗଲା ନା 20% ସାମଗ୍ରୀ କଣ ହେଇଗଲା ନଷ୍ଟ ହେଇଗଲା, ତାଙ୍କର ଶତକଡା କ୍ଷତି କେତେ।
ତାଙ୍କର ଶତକଡ଼ା କେତେ କ୍ଷତି ହେଲା କେମିତି ବାହାର କରିବା? ଦେଖ ଦେଖ ମନେକର କଷ୍ଟ ପ୍ରାଇସ୍ ଟା ନେଇଯାଅ 100 ହେଲା। କଷ୍ଟ ପ୍ରାଇସ୍ ଟା ମନେକର 100 ଟଙ୍କା ତାଙ୍କର କଷ୍ଟ ପ୍ରାଇସ୍ କି 100x ବି ନେଇଯାଅ 100x ନେଇଯାଅ 100x ପ୍ରଫିଟ୍ କେତେ 10% ମନେ ନାହିଁ ପ୍ରଫିଟ୍ ଦେଇଛି 10% ତାହେଲେ ସେଲିଂ ପ୍ରାଇସ୍ ଟା କେତେ ହବ 100x ରେ 10% ପ୍ରଫିଟ୍ 110/100 ଇଜିକାଲ୍ କେତେ ହେଲା 110x ହେଲା ବୁଝିଦେଲ ନାଇଁ ପ୍ରଫିଟ୍ ପରସେଣ୍ଟେଜ ସେଲିଂ ପ୍ରାଇସ୍ କେତେ ହେଲା 110x ତାପରେ ଦେଖ କୋଶ୍ଚିନ୍ କଣ ଦେଇଛି ନା ହି ଲଷ୍ଟ 20% ଅଫ୍ ଦି ହି ଲଷ୍ଟ 20% ଅଫ୍ ହିଜ୍ ଗୁଡ୍ସ ତାଙ୍କ ଗୁଡ୍ସ ର 20% ସେ କଣ ଚୋରି ହେଇଗଲା ନଷ୍ଟ ହେଇଗଲା କିମ୍ବା ଚୋରି ହେଇଗଲା ଥେଫ୍ଟ ମାନେ କଣ ନଷ୍ଟ ହେଇଗଲା କିମ୍ବା ଚୋରି ହେଇଗଲା ଦେଖ ମାନେ କଣ 100x ର ତାଙ୍କର 20% ଚୋରି ହେଇଗଲା ତାମାନେ CP2 ଇଜିକାଲ୍ କେତେ ହେଇଯିବ 100x ଥିଲା ତାର କଣ ହେଇଗଲା 20% ଚୋରି ହେଇଗଲା ମାନେ କେତେ 20% ଚୋରି ହେଇଗଲେ କେତେ 100 ରୁ 20% ପଳେଇଲା ମାନେ ରହିଲା କେତେ 80 ହେଲା କାଟି ଦିଅ କେତେ ହେଇଗଲା 80x ଏବେ ତାଙ୍କର କଷ୍ଟ ପ୍ରାଇସ୍ କେତେ ହେଇଗଲା 80x ତାହେଲେ ସେଲିଂ ପ୍ରାଇସ୍ କେତେ ହବ SP2 କେତେ ହବ 10% ଲାଭରେ ବିକିବେ ଆରେ ଏଇଠି ଯଦି 10% ଲାଭ କଲେ ଏଇଠି ବି 10% ଲାଭ କରିବେ ନା ମାନେ 80x ଇଣ୍ଟୁ କେତେ 100 ରେ 10% ଲାଭ ମାନେ କେତେ 110 ଏଇଟା କଟିଲେ କେତେ ଏଇଟା କଟିଗଲା ଏଇଟା କଟିଗଲା କେତେ ହେଇଗଲା 88x ହେଲା ଏବେ ଦେଖ ଏବେ କଣ ହେଲା ଦେଖ ଏଇଠି କଷ୍ଟ ପ୍ରାଇସ୍ ଆରମ୍ଭରୁ କେତେ ଥିଲା 100x ଏବେ ସେଲିଂ ପ୍ରାଇସ୍ ମାନେ ମୂଳ ସେଲିଂ ପ୍ରାଇସ୍ ତାହେଲେ କେତେ ହେଲା 88x ମାନେ ନାଇଁ 20% ତାର ଲସ୍ ହେଇଗଲା ଆଉ 88x ଟଙ୍କାରେ ବିକିଲି ମାନେ କଣ 28 ଟଙ୍କାରେ ବିକିଲେ ମାନେ 100 ର ଆଇଟମ କୁ 28 ଟଙ୍କାରେ ବିକିଲେ ମାନେ ନାଇଁ ତାଙ୍କର କଷ୍ଟ ପ୍ରାଇସ୍ 100 ଟଙ୍କାରେ କିଣିଲେ 28 ଟଙ୍କାରେ ବିକିଲେ ଲସ୍ କେତେ ହେଲା ନା 100 ମାଇନସ 88 ହେଲା ମାନେ 100x ମାଇନସ 88x x ଆମେ ନେଇଯିବା 100x ନେଇଯିବା 100x ମାଇନସ 88x ଇଜିକାଲ କେତେ ହେଲା 12x ଲସ୍ ପରସେଣ୍ଟେଜ ବାହାର କର ଲସ୍ ପରସେଣ୍ଟେଜ ଇଜିକାଲ ଟୁ 12x ବାଇ କଷ୍ଟ ପ୍ରାଇସ୍ ଉପରେ ବାହାର କରିବା 100x ଇଣ୍ଟୁ 100 x କୁ x କଟିଗଲା କେତେ 12% ଅପସନ ଗୁଡା ଡି ହେଲା ନେକ୍ସଟ क्वेश्चन देखिए ତାପରେ if he book if books bought at a price ranging from 200 to 350 200 ରୁ 350 ଭିତରେ ବହି କିଣା ହବ and sold at a price ranging from 300 ରୁ 425 300 ରୁ 425 ଭିତରେ ବିକା ହବ ହେଲା what is the greatest possible profit that might be made in the selling 80 books 8ଟା ବୁକ୍ ବିକ୍ରି କରିକି ମ୍ୟାକ୍ସିମମ୍ କେତେ କଣ ହେଇପାରିବ ଲାଭ ହେଇପାରିବ ଦେଖ ମ୍ୟାକ୍ସିମମ୍ ଲାଭ ହେଇପାରିବ ମ୍ୟାକ୍ସିମମ୍ ଯଦି ଲାଭ କରିବା ତାହେଲେ ମିନିମମ୍ କଷ୍ଟ ପ୍ରାଇସ୍ ମ୍ୟାକ୍ସିମମ୍ ସେଲିଂ ପ୍ରାଇସ୍ ରଖିବାକୁ ପଡିବ ହଁ ନା ନାଇଁ ସେ ଦେଇଛି ମ୍ୟାକ୍ସିମମ୍ ଲାଭ କରିବା ତାହେଲେ ଯଦି ମ୍ୟାକ୍ସିମମ୍ ଲେଖୁଛି ଫର ମ୍ୟାକ୍ସିମମ୍ ପ୍ରଫିଟ୍ ଏଟା ସବୁବେଳେ ମନେ ରଖିଥାଉ ଫର ମ୍ୟାକ୍ସିମମ୍ ପ୍ରଫିଟ୍ ଆମେ କଷ୍ଟ ପ୍ରାଇସ୍ କୁ କରିବା ମିନିମମ୍ କରିବା ମିନିମମ୍ will be cost price and maximum ଯେତେ ପାରିବା ଏତେ ମିନିମମ୍ କରିବା କାହାକୁ କଷ୍ଟ ପ୍ରାଇସ୍ କୁ ଆଉ ମ୍ୟାକ୍ସିମମ୍ ଯେତେ ଅଧିକରେ ବିକି ପାରିବା ମ୍ୟାକ୍ସିମମ୍ ୱିଲ୍ ବି କଣ ସେଲିଂ ପ୍ରାଇସ୍ ହେଲା ଏଇଟା ମନେ ରଖିଥାଅ ଫର ମ୍ୟାକ୍ସିମମ୍ ପ୍ରଫିଟ୍ ମାନେ ଯେତେବେଳେ ରେଞ୍ଜ ଟାଇପ ର ପଚାରିଥିବ ଏଇଟା ରେଞ୍ଜ ଟାଇପ ର କ୍ୱେଶ୍ଚିନ୍ ପଚାରୁଛି ନା ହେଇଥିପାଇଁ ତାହେଲେ ଦେଖ ସବୁଠୁ ମିନିମମ୍ କଷ୍ଟ ପ୍ରାଇସ୍ କୋଉଟା ହବ 200 ତାହେଲେ ସିପି ଇଜିକାଲ ଟୁ କେତେ ହବ 200 ଆଉ ମ୍ୟାକ୍ସିମମ୍ ସେଲିଂ ପ୍ରାଇସ୍ କେତେ ହବ ମ୍ୟାକ୍ସିମମ୍ ସେଲିଂ ପ୍ରାଇସ୍ କେତେ ହବ 425 ତାହେଲେ ସେଲିଂ ପ୍ରାଇସ୍ କେତେ ହବ 425 ପ୍ରଫିଟ୍ କେତେ ହେଲା ଏଇଟା ହବ ମ୍ୟାକ୍ସିମମ୍ ପ୍ରଫିଟ୍ କେତେ ହବ 425 ମାଇନସ 200 225 ହେଲା ଦେଖ ମ୍ୟାକ୍ସିମମ୍ ପ୍ରଫିଟ୍ 225 ଅପସନ ତମର ନାହିଁ ହେଲା କ୍ୟାନ୍ ନଟ୍ ବି ଡିଟରମାଇଣ୍ଡ ହବନି ଏଇଟା ଆମେ ଡିଟରମାଇଣ୍ଡ ତ କରିପାରିଲେ ନା କ୍ୟାନ୍ ନଟ୍ ବି ସେ ଦେଇଛି ହବନି ଏଇଟା ବି ହବନି ଏଇଟା ବି ହବନି ଆଉ ଅପସନ ଡି ହେଲା ନନ୍ ଅଫ ଦିସ୍ ନେକ୍ସଟ क्वेश्चन ଦେଖିବା on selling 17 balls for 720 ହେଲା there is a loss equal to the cost price of 5 balls the cost price of one ball is ତାହେଲେ cost price କେତେ ଦେଖ 17ଟି ବଲ୍ 720 ଟଙ୍କାରେ ବିକ୍ରି କଲେ ଯାହା ଫଳରେ କଣ ହେଲା ନା 5ଟି ବଲ୍ ର କ୍ରୟ ମୂଲ୍ୟ ସହ ସମାନ କ୍ଷତି ହୁଏ ହେଲା ତେବେ ଗୋଟିଏ ବଲ୍ ର କ୍ରୟ ମୂଲ୍ୟ କେତେ ଗୋଟିଏ ବଲ୍ ର କ୍ରୟ ମୂଲ୍ୟ ତାହେଲେ କେତେ ଏଇ ଗୋଟିଏ ମୂଲ୍ୟ କ୍ରୟ ମୂଲ୍ୟକୁ ମନେକର ଆମେ ନେଇଯିବା x ହେଲା ଦେଖ
किन करिया मन करो लेट cp is equal to x ହେଲା cp is equal to କଣ x ତାହେଲେ 17ଟା ବଲର cp କେତେ ହବ 17 ବଲର cp କେତେ ହବ 17x ଗୋଟେ ବଲ୍ ଯଦି x ତାହେଲେ 17ଟା ବଲର କଷ୍ଟ ପ୍ରାଇସ୍ କେତେ ହବ 17x ହେଲା ଆଉ ତାପରେ କଣ ନା ସେଲିଂ ପ୍ରାଇସ୍ ଦେଇଛି ଦେଖ ସେଲିଂ ପ୍ରାଇସ୍ ଛାଡ ପଛେ ଦେଖିବା ଲସ୍ କେତେ ହବ ନା ଲସ୍ ଇକ୍ୱାଲ ଟୁ ଦ କଷ୍ଟ ପ୍ରାଇସ୍ ହବ 5 ତା ମାନେ ଲସ୍ ଇଜ ଇକ୍ୱାଲ ଟୁ 5p ଇଣ୍ଟୁ cp ହେଲା ତା ମାନେ ଲସ୍ ଇଜ ଇକ୍ୱାଲ ଟୁ କେତେ ହବ l ଇଜ ଇକ୍ୱାଲ ଟୁ 5p ଇଣ୍ଟୁ x 5x ହେଲା ଲସ୍ ର ଫର୍ମୁଲା କଣ ଲସ୍ ର ଫର୍ମୁଲା ହଉଛି କଣ ସେଲିଂ ପ୍ରାଇସ୍ ହବ ସେଲିଂ ପ୍ରାଇସ୍ ମାଇନସ୍ କଷ୍ଟ ପ୍ରାଇସ୍ ଇଜ ଇକ୍ୱାଲ ଟୁ କଣ ପ୍ରଫିଟ୍ ଆଉ କଷ୍ଟ ପ୍ରାଇସ୍ ମାଇନସ୍ ସେଲିଂ ପ୍ରାଇସ୍ ହେଲା cp ମାଇନସ୍ sp ଇଜ ଇକ୍ୱାଲ ଟୁ କେତେ ହବ ଲସ୍ ଏ ପକ cp ଜାଗାରେ କେତେ ପକେଇବା cp ଜାଗାରେ ଆମେ ପକେଇବା ଏଇଠି ଦେଖ cp ଜାଗାରେ ଆମେ କେତେ ପକେଇବା 17x ଆଉ sp ଜାଗାରେ 17ଟା ବଲର କଷ୍ଟ ପ୍ରାଇସ୍ ହଉଛି 17x ଆଉ 17ଟା ବଲର ସେଲିଂ ପ୍ରାଇସ୍ ଦେଇଦେଇଛି କୋଶ୍ଚିନ୍ କେତେ 720 ତେଣୁ cp ଜାଗାରେ ମୁଁ sp ଜାଗାରେ ମୁଁ କେତେ ପକେଇବି 720 ସେଲିଂ ପ୍ରାଇସ୍ ଦେଇଦେଇଛି ବା 17ଟା ବଲର କଷ୍ଟ ପ୍ରାଇସ୍ ଆମେ ନେଲେ x 17ଟା ବଲର ସେଲିଂ ପ୍ରାଇସ୍ କୋଶ୍ଚିନ୍ ଦେଇଦେଇଛି 720 ତେଣୁ ଆମେ ଡାଇରେକ୍ଟ ପକେଇବା 720 ଇଜିକାଲ ଟୁ ଲସ୍ କେତେ ହବ 5x ହେଲା ଏବେ ଏପଟେ ଆଣ 12x ଇଜିକାଲ ଟୁ କେତେ ହେଇଯିବ 720 ହେଲା ଇଏ ପଟକୁ ଆସିବ ଫେଡି ହେଇଯିବ ଇଏ ପଟକୁ ଗଲେ ନାଇଁ x ଇଜିକାଲ ଟୁ କେତେ ହେଲା 60 ତାହେଲେ କଷ୍ଟ ପ୍ରାଇସ୍ କେତେ ହେଲା 60 ଅପସନ କୋଉଟା ସରି 60 ଅପସନ ଡି ହେଲା ନେକ୍ସଟ क्वेश्चन ଦେଖିବା in a 100 meter race A covers a distance 36 seconds and B in 45 seconds in this race A beats by କେତେ ତାହେଲେ A B କୁ କେତେରେ ପରାସ୍ତ କଲା କେମିତି କରିବା ଦେଖ 100 ମିଟର ଦୌଡ଼ 100 ମିଟର ଦୌଡ଼ରେ ଏ କେତେ ସେକେଣ୍ଡରେ ମାନେ ଧାଇଁବ 36 ସେକେଣ୍ଡରେ ଆଣ୍ଡ ବି 45 ସେକେଣ୍ଡରେ ମାନେ ଦୂରତା ଅତିକ୍ରମ କରେ ଏ 36 ସେକେଣ୍ଡରେ 100 ମିଟର କମ୍ପ୍ଲିଟ କରିବ ଆଉ ବି 45 ସେକେଣ୍ଡରେ 100 ମିଟର କମ୍ପ୍ଲିଟ କରିବ ହେଲା ତାହେଲେ ଏ ଦୌଡ଼ରେ କେତେ ଏ ଏହି ଦୌଡ଼ରେ ଏ ବି କୁ କେତେ ମିଟର ହରାଇବ ଦେଖ କେମିତି କରିବା ଯେତେବେଳେ ଏଇଠି ଦେଖ ଡିଷ୍ଟାନ୍ସ କନଷ୍ଟାଣ୍ଟ ହବ ନା ନାଇଁ ଏଥିରେ କଣ ଡିଷ୍ଟାନ୍ସ କନଷ୍ଟାଣ୍ଟ ମାନେ ଏ ଧାଇଁବ 100 ମିଟର ବି ଧାଇଁବ 100 ମିଟର ଅଲଗା କଥା କି ଏ କୁ ଅଧିକ ସମୟ ଲାଗୁଛି କି ବି କୁ ଅଧିକ ସମୟ ଲାଗୁଛି ଅଲଗା କଥା ଏଇଟା କୋଶ୍ଚିନ୍ ଯାହା ଦେଇଛି ଅଲଗା କଥା କିନ୍ତୁ ଏ ଧାଇଁବ କେତିକି ଯେତିକି ଡିଷ୍ଟାନ୍ସ ଏ ଧାଇଁବ ସେତିକି ଡିଷ୍ଟାନ୍ସ କେ ଧାଇଁବ ବି ଧାଇଁବ ଯେତେବେଳେ ଡିଷ୍ଟାନ୍ସ ତାମାନେ ଏଥିରେ କଣ ଡିଷ୍ଟାନ୍ସ ଯେତେବେଳେ କନଷ୍ଟାଣ୍ଟ ହୁଏ ଡିଷ୍ଟାନ୍ସ କନଷ୍ଟାଣ୍ଟ ହେଲେ କଣ ହବ ନା ଟାଇମ ର ଉଲ୍ଟା ହେଇଯିବ 1 ବାଇ ସ୍ପିଡ ମାନେ ଟାଇମ ଇନଭର୍ସଲି ପ୍ରପୋର୍ସନାଲ ଟୁ କେତେ 1 ବାଇ ସ୍ପିଡ ହେଲା ଆଉ ସ୍ପିଡ ଡାଇରେକ୍ଟଲି ପ୍ରପୋର୍ସନାଲ ଟୁ ଡିଷ୍ଟାନ୍ସ ହେଲା ସ୍ପିଡ ରେସିଓ ଯାହା ଡିଷ୍ଟାନ୍ସ ରେସିଓ ସେଇଆ ହବ ଆଉ ସ୍ପିଡ ରେସିଓ ଯାହା ଟାଇମ ର ରେସିଓ ଉଲ୍ଟା ହବ ହେଲା ତାହେଲେ ଟାଇମ ର ରେସିଓ ସ୍ପିଡ ରେସିଓ ଉଲ୍ଟା ହବ ମାନେ ଟାଇମ ଯଦି 2/3 ସ୍ପିଡ ହେଇଯିବ 3/2 ହେଲା ଏବେ ଦେଖ କେମିତି କରେ ଦେଖ ଏଇଠି ଲେଖ ଏ ଏଇଠି ଲେଖ ବି ହେଲା ଏ ର ସମୟ କେତେ 36 ସେକେଣ୍ଡ ତାହେଲେ ଟାଇମ ଅଫ ଏ କେତେ ଏ କୁ ସମୟ ଲାଗିଛି 36 ସେକେଣ୍ଡ ଏଇଟା ମୁଁ ଲେଖୁଛି ଟି ଟି ଫର ଟାଇମ ଏ କୁ ସମୟ କେତେ ଲାଗିଛି ନା 36 ସେକେଣ୍ଡ ଆଉ ବି କୁ 45 ସେକେଣ୍ଡ ରେସିଓ ନେଇଯାଅ 9 ଚଉକୁ 36 9 ପଞ୍ଚା 45 ହେଲା ତାପରେ ଟାଇମ ର ଉଲ୍ଟା ଯେତେବେଳେ ଡିଷ୍ଟାନ୍ସ କନଷ୍ଟାଣ୍ଟ ନା ଏଥିରେ 100 ମିଟର ଏ ଧାଇଁବ ବି 100 ମିଟର ଧାଇଁବ ତାହେଲେ ଡିଷ୍ଟାନ୍ସ କନଷ୍ଟାଣ୍ଟ ଯଦି ଡିଷ୍ଟାନ୍ସ କନଷ୍ଟାଣ୍ଟ ତାହେଲେ କଣ ହେଇଯିବ ତାହେଲେ ଟାଇମ ର ରେସିଓ ଉଲ୍ଟା ହେଇଯିବ ଟାଇମ ଡି ମାନେ ଟାଇମ ର ରେସିଓ ଉଲ୍ଟା ହେଇଯିବ ସ୍ପିଡ ଡିଷ୍ଟାନ୍ସ କିମ୍ବା ସ୍ପିଡ ରେସିଓ କଣ ହେଇଯିବ 5 4 ହେଲା ଏବେ କଣ କରିବା ଦେଖ ଏ ଧାଇଁବ କେତେ 100 ମିଟର ତାମାନେ 100 ମିଟର ଟା କିଏ କଭର କରିଛି ଏ କଭର କରିଛି ତାମାନେ 100 ବାଇ 5 ହେଲା ଏ ଧାଇଁଛି 100 ମିଟର ଇଜିକାଲ ଟୁ କେତେ 20 ହେଲା ତାହେଲେ ଏ ଧାଇଁଛି ଟୋଟାଲ 100 ମିଟର ତାମାନେ ଏ ର ହଉଛି କେତେ 100 ଆଉ ବି ଧାଇଁଛି କେତେ ଇଏ ଯେତେବେଳେ 20 ମିଟର ଧାଇଁଲା ତାହେଲେ ବି କେତେ 80 ମନେ ନାହିଁ ମାନେ ଏଇ ଯେତେ ମାନେ ଏ ଗୋଟେ ସମୟରେ 20 ମିଟର ଧାଇଁଲା ତାହେଲେ ବି ଏଇ ସମୟରେ କେତେ ମିଟର ଧାଇଁଲା 80 ମିଟର ଧାଇଁଲା ତାହେଲେ ଏ ମାଇନସ ବି ଇଜିକାଲ ଟୁ କେତେ 20 ମିଟର ଏ ବି କୁ କେତେ ସମୟରେ ହରେଇଛି କେତେ ମିଟର ହରେଇଛି 20 ମିଟର ଡିଷ୍ଟାନ୍ସ ରେ ହରେଇଛି ଅପସନ ଏ ହେଲା ନେକ୍ସଟ क्वेश्चन देखिए इन ए 100 मीटर रेस ए कैन बीट्स बी बाय 25 मीटर एंड बी कैन बीट सी बाय 4 मीटर इन द सेम रेस ए कैन बीट सी बाय ताले ए बी सी को केते समय रे केते डिस्टेंस रे हरेइबो देख ओडिया रे बढ़िया
100 ମିଟର ଦୌଡ଼ରେ ଏ ବି କୁ 25 ମିଟରରେ ହରାଏ ହେଲା। ଏବଂ ବି ସି କୁ କେତେ ନା 4 ମିଟରରେ ହରାଏ। ସେହି ଦୌଡ଼ରେ ଏ ସି କୁ କେତେ ମିଟର ହରାଇବ? ତାହେଲେ ଏ ସି କୁ କେତେ ମିଟର ହରାଇବ? ସମସ୍ତେ 100 ମିଟର ଦୌଡ଼ିବେ ହେଲା। ତମେ ସମସ୍ତଙ୍କ ଟାର୍ଗେଟ କେତେ? 100 ମିଟର ଯେମିତି ହେଲେ କେମିତି କରିବା? ଦେଖ, ପ୍ରଥମେ ରସ୍ କରିବା। ଫାଷ୍ଟ ରେସ୍, ଏଇଠି ମୁଁ ଲେଖୁଛି ଫାଷ୍ଟ ରେସ୍ କରିବା। ଆଉ ପ୍ରଥମ ରେସ୍ କାହା କାହା ଭିତରେ ହବ? ଏ ଆଉ ବି ଭିତରେ ହେଲା। ଏ ଆଉ ବି ଭିତରେ ହେଲେ ଏ ଧାଇବ କେତେ? ମାନେ ଏ ବି କୁ 25 ମିଟର ରେସରେ ହରାଇଥିଲା। ତାମାନେ ଏ ଧାଇବ 100 ମିଟର, ତାହେଲେ ବି କେତେ ଧାଇବ? ଏ ଯେତେବେଳେ ଧାଇବ 100 ମିଟର, ବି 25 ମିଟର କମ ଧାଇବ, ମାନେ କେତେ ହବ? 75 ହେଲା। ଏଇଟା ହଉଛି ଫାଷ୍ଟ ରେସ୍। ଏବେ ନିଅ ସେକେଣ୍ଡ ରେସ୍। ସେକେଣ୍ଡ ରେସ୍ କାହା କାହା ଭିତରେ ହବ? ନା ବି ଆଉ ସି ଭିତରେ। ଏଠି ଦେଖ, ଫାଷ୍ଟ ରେସ୍ ଭିତରେ ଏ ଆଉ ବି ଭିତରେ ହେଲା, ଯାହା ଫଳରେ ବି ହାରିଗଲା 25 ମିଟରରେ। ତାପରେ ସେକେଣ୍ଡ ରେସ୍ କାହା ଭିତରେ ହବ? ନା ବି ଆଉ ସି ଭିତରେ। ବି ଯେତେବେଳେ ଧାଇବ 100 ମିଟର, ସି କେତେ ଧାଇବ? 4 ମିଟର କମ, ହଁ ନା ନାଇଁ? କେତେ? 96 ମିଟର। 96, ଦେଖ ଏମ୍ କାଟିଦିଅ, ନହେଲେ ମିଟର ବି ଲେଖିଲେ ଚଳିବ ହେଲା। କାହିଁ ଲେଖିକି ଗଳି କରିବା, କାଟିଦବ। ଏବେ ଏ ବି ଭିତରେ ରେସିଓ ନେଇଛ। ଏ ବି ଭିତରେ ରେସିଓ କେତେ ହବ? ଇଏ 100/75 ହେଲା। 25 ଚଉକୁ 100, 25 ତିରିକି 75। ଆଉ ବି ବାଇ ସି ଭିତରେ ରେସିଓ ନେଇଛ ଏମିତି 100/କେତେ? 96 ହେଲା। କେତେ? ଏଇଟା କରିଦିଅ। ବି ରେ ହଲେ କେତେ ହବ ଏଇଟା? 25 ଚଉକୁ 4 କାଟିଲେ 25, 4 କାଟିଲେ କେତେ? 16, ସରି 24, 24, 24, 24 ଚଉକୁ 96, ସରି 24 ହେଲା। ଏବେ ଲେଖ ଏ ବି ସି। ଏ ବି ଭିତରେ ରେସିଓ କେତେ? ଏ ଆଉ ବି ଭିତରେ ରେସିଓ କେତେ? 4:3। ଆଉ ବି ବାଇ ସି ଭିତରେ ରେସିଓ କେତେ? ନା ବି 25 ହେଲେ ସି କେତେ? 24 ହେଲା। ଏବେ 3 କୁ 3 ହେଲା। 24 ତିରିକି 72, 25 ତିରିକି 75, 25 ଚଉକୁ 100। ମାନେ 100 ମିଟର ରେସ୍ ରେ ଏ ଯେତେବେଳେ 100 ମିଟର ଧାଇବ, ବି ଯେତେବେଳେ 75 ମିଟର, ମାନେ 25 ମିଟର କଣ ଧାଇବ ହେଲା। ବି ଧାଇବ 75 ମିଟର, ଆଉ ସି ଧାଇବ କେତେ? 72 ମିଟର। ତାହେଲେ ଏ ମାଇନସ ସି ଇଜିକାଲ ଟୁ କେତେ ହବ? 100 - 72 ଇଜିକାଲ ଟୁ କେତେ? 28 ମିଟର ହେଲା। ଅପସନ କୋଉଟା? ସି। ତାହେଲେ ଏ ସି କୁ କେତେ ମିଟର ହରାଇବ? 28 ମିଟର ହରାଇବ ହେଲା। ନେକ୍ସଟ କ୍ୱେଶ୍ଚିନ୍ କରିବା। 60 kg of alloy A is mixed with 100 kg of alloy B ହେଲା। alloy A has lead and tin in the ratio 3:2, 3:2, and alloy B has tin and copper in the ratio 1:4 ହେଲା। then the amount of tin in the new alloy, ଦେଖ ଓଡିଆରେ ବଢିଆ। 60 କିଗ୍ରା ମିଶ୍ର ଧାତୁ ଏ କୁ 60 କିଗ୍ରା ମିଶ୍ର ଧାତୁ ଗୋଟେ ଏ ଅଛି ହେଲା। ଯାହାକୁ କଣ ନା 100 କିଗ୍ରା ମିଶ୍ର ଧାତୁ ବି ସହ ମିଶାଯାଏ। ମିଶ୍ର ଧାତୁ ଏ ରେ ସୀସା ଏବଂ ଟିନ୍ ଅନୁପାତ କେତେ? 3:2। ଏବଂ ମିଶ୍ର ଧାତୁ ବି ରେ ଟିନ୍ ଓ ତାମା, ତାମା ମାନେ କଣ? ତମ୍ବା ହେଲା। କପର ମାନେ ତମ୍ବା, ଏଇଟା ତାମା ଲେଖା ହେଇଛି, ଏଇଟା ତମ୍ବା ହେଲା। ତାମାଟା ବୋଧେ ଦେଶୀ ଭାଷା, ଏଥିପାଇଁ ତାମା ଲେଖା ହେଇଛି, ଏଇଟା ତମ୍ବା। ଭାବିଦିଅ ଏଇଟା ତମ୍ବା। ତମ୍ବାର ଅନୁପାତ କେତେ? ନା 1:4। ତାହେଲେ ନୂତନ ମିଶ୍ର ଧାତୁରେ ଟିନ୍ ର ପରିମାଣ କେତେ? ଟିଣର ତାହେଲେ ପରିମାଣ କେତେ ହବ? ଦେଖ କେମିତି କରିବା। ଦେଖ, ଏଇଟା ହଉଛି ଗୋଟେ କଣ୍ଟେନର ମାନେ ମିଶ୍ରଣ ହେଲା। ଏଇଟା ହଉଛି ନାଁ ଦେଇଦିଅ ଏ। ଏଥିରେ କେତେ ଅଛି? କଣ ଅଛି? ନା 60 କେଜି ଅଛି ହେଲା। 60 କେଜି ଏମାଉଣ୍ଟ ଅଛି। 60 କେଜି ଭିତରେ କଣ? ନା ଦେଖ, ଏଠି ଲିଡ୍ କେତେ ଅଛି? ନା ଲିଡ୍ ଆଉ ଟିଣ। ଲିଡ୍ ଏଠି ମୁଁ ଲେଖୁଛି ଏଲ, ଆଉ ଏଠି ଲେଖୁଛି ଟି। ଏଲ କେତେ ଅଛି? ନା 3 ୟୁନିଟ୍ ଏଲ ଅଛି। ଆଉ ଏଇଥିରେ ଟି ମାନେ ଟିଣ କେତେ ଅଛି? 2 ୟୁନିଟ୍ ଟିଣ ଅଛି ହେଲା। ତାପରେ ଏମିତି ଏଇ କଣ୍ଟେନର ଆଉ ଗୋଟେ କଣ୍ଟେନର ନେଇଯାଅ ବି। କେତେ? ନା 100 କେଜି। 100 କେଜିରେ କଣ ଅଛି? ନା କପର, ଟିଣ ଆଉ କପର। ଏଇଥିରେ ଟିଣ କେତେ ଅଛି? କ ୟୁନିଟ୍, ଆଉ କପର କେତେ ଅଛି? ସି ଫର କପର 4 ୟୁନିଟ୍ ହେଲା। ତାର କଣ ନା ଆକୁ ଆମେ ଗୋଟେ ଏମିତି ମିକ୍ସ କରିବା, ନ୍ୟୁ ମିକ୍ସଚର ତିଆରି ହବ। ନ୍ୟୁ ମିକ୍ସଚର ଯୋଉ ତିଆରି ହବ, ଏଇଥିରେ ଟି ର ଭାଲ୍ୟୁ କେତେ? ମାନେ ଟିଣ କେତେ? କେମିତି କରିବା? ଦେଖ, ଏଇଥିରେ 60 କେଜି ଟିଣ ଅଛି, ମାନେ 3 2, ବୁଝିପାରୁଛ ନା ନାଇଁ? 3 ମିଶାଣ 2 ହେଲା। 5 ର ଭାଲ୍ୟୁ ହଉଛି 60, ମାନେ ବୁଝିପାରୁଛ ନା ନାଇଁ? ଏଇଥିରେ ଲିଡ୍ ଆଉ ଟିଣ ମିଶିକି 60 କେଜି। ତାହେଲେ 3 2 5 ର ଭାଲ୍ୟୁ କେତେ ହବ? 60 ହେଲା। ମୁଁ ଲେଖି ଦଉଛି ଏଇଠି। 60 ହଉଛି କାହାର ଭାଲ୍ୟୁ? 5 ର ଭାଲ୍ୟୁ। ଆମକୁ ଦରକାର ଟିଣ। ଟିଣ ଦରକାର, ଟିଣ ପଚାରିଛି, ଟିଣ ଦରକାର, ତାହେଲେ ଟିଣ କେତେ ହବ? 2
ହେଲା 5 ରେ କାଟିଲେ କେତେ ନା 5 ରେ କାଟିଲେ କେତେ ହଉଛି 12 24 ତାହେଲେ ଟିଣ କେତେ ପ୍ରଥମଟାରେ ଟିଣ ହଉଛି 24 ଏଥିରେ ଟିଣ କେତେ ଅଛି 24 ତାହେଲେ ଏ ରେ ଟିଣ ଅଛି କେତେ 24 କେଜି ହେଲା ଆଉ ଏଥିରେ କେତେ ଇଞ୍ଚ ଅଛି ମାନେ 100 କେଜି କାହାର ଭାଲ୍ୟୁ ହବ 5 ର ଭାଲ୍ୟୁ ହେଲା 100 କେଜି କାହାର ଭାଲ୍ୟୁ ହବ 5 ର ଭାଲ୍ୟୁ ତାହେଲେ ଟିଣ କେତେ ଅଛି ଟିଣ ହଉଛି 1 ୟୁନିଟ ମାନେ 20 ଏଥିରେ କେତେ ଅଛି ଟିଣ 20 କେଜି ଏଥିରେ 24 କେଜି ଏଥିରେ ମିଶିବ ମାନେ ଏ ଦବ କେତେ କେଜି 24 କେଜି ଆଉ ବି ତାହେଲେ ଦବ କେତେ କେଜି 20 କେଜି ମିଶିଲେ କେତେ ହବ 44 କେଜି ଅପସନ କୋଉଟା ବି କେତେ କେଜି 44 କେଜି ନେକ୍ସଟ କ୍वेଶ୍ଚନ ଦେଖିବା क्वेश्चन नंबर 12 ए इज टू बी 5 अनुपाତ 7 बी इज टू सी 6 अनुपाତ 11 ହେଲା ए बी सी କେତେ ए बी सी ରେସିଓ ବାହାର କରିବା ହବ କେମିତି କରିବା ए बी सी ହେଲା ए ଆଉ बी ଭିତରେ ରେସିଓ କେତେ 5 ଅନୁପାତ 7 ସି ତଳେ ଗାର ନିଆଇ ଆଉ बी सी ଭିତରେ ରେସିଓ କେତେ ନା बी ହେଲେ 6 ହେଲା ସେଟା ହେଲେ କେତେ ଏମିତି ଆଉ 7 କୁ 7 6 କୁ 6 77 42 30 ଆଉ କଟୁଛି କି ନା ଆଉ କଟୁନି 30 42 77 ଅପସନ କୋଉଟା बी नेक्स्ट क्वेश्चन एक्स स्क्वायर मिश्रण 4y स्क्वायर इज इक्वल टू 4xy ହେଲା ତାହେଲେ xy ର ମୂଲ୍ୟ କେତେ ଦେଖ ଏଇଟା ତମେ ଚାହିଁଲେ ଅପସନ ରେ କରିପାରିବ ଆଉ କେମିତି କରିପାରିବ କିମ୍ବା ଆଉ ଗୋଟେ ବେସିକ ରେ ବି କରିପାରିବ ଅପସନ ରେ ତମେ କେମିତି କରିବ ପକେଇଦବ ସିଧା ମନେକର ଅପସନ 1 ଉଠ 2 ର ସ୍କ୍ୱାର ନେଇଯାଅ ହେଲା ଆଉ 4 ଇଣ୍ଟୁ y y ସ୍କ୍ୱାର 1 ଏଇ ଅପସନ କୁ 1 ଉଠ ହେଇଯିବ 2 ର ସ୍କ୍ୱାର 4 ଇଣ୍ଟୁ 4 କେତେ 16 ଏପଟେ କେତେ ବାହାରିଲା 16 ଏପଟେ କେତେ ବାହାରିବ 4 ଇଣ୍ଟୁ x ଇଣ୍ଟୁ 1 16 ଅପସନ ଏ ଠିକ ହେଲା ଏଟା ଥିଲା କଣ ସର୍ଟ ଟ୍ରିକ୍ ମାନେ ଅପସନ ଏଲିମିନେସନ ଟ୍ରିକ୍ ରେ ଅପସନ ଟିପିକି ତମେ କରିପାରିବ ଅପସନ ପକେଇକି କେମିତି କରିପାରିବ ବେସିକ ରେ କରିବା କେମିତି ଯା ମନେକର କିଏ ଚାହିଁବ ବେସିକ ରେ କରିବା ବେସିକ ରେ କେମିତି କରିବା ଦେଖ x ସ୍କ୍ୱାର ମିଶ୍ରଣ 4y ସ୍କ୍ୱାର କୁ ମୁଁ ଲେଖିପାରିବି 2y ର ହୋଲ ସ୍କ୍ୱାର ହେଲା ଇଜିକାଲ ଟୁ କେତେ ହବ 2xy ମାନେ କେତେ 2 ଇଣ୍ଟୁ 2x ଇଣ୍ଟୁ ସରି 2 ଇଣ୍ଟୁ x ଇଣ୍ଟୁ 2y ଏ ବୁଝିହେଲା 2ab ହେଲା x ସ୍କ୍ୱାର ମାଇନସ 2x 2 ଇଣ୍ଟୁ x ଇଣ୍ଟୁ 2y ହେଲା ମିଶ୍ରଣ କଣ ହବ 2y ର ହୋଲ ସ୍କ୍ୱାର କେତେ ହବ ଏଟା x ସ୍କ୍ୱାର ମାଇନସ 2y ର होल स्क्वायर इज इक्वल टू केते a इज इक्वल टू 0 ହେଇଯିବ इज इक्वल टू केते 0 x स्क्वायर माइनस 2y सॉरी x माइनस 2y ର होल स्क्वायर ହେଲା x स्क्वायर ହବନି x माइनस 2y इज इक्वल टू केते 0 x इज इक्वल टू केते हबो 2y ତାହେଲେ x बाय y इज इक्वल टू केते ऑप्शन कोडा ए ମୁଁ ଅପସନ ପକେଇ ମଧ୍ୟ କରିଥିଲି ହେଇଥିଲା ହେଲା ନେକ୍ସଟ क्वेश्चन ଦେଖିବା a number when divisible and divided by successively ହେଲା 4 and 5 leaves remainder 1 and 4 respectively when it is divided by 5 4 ତାହେଲେ ରିମାଇଣ୍ଡର କେତେ ହବ ହେଲା ଦେଖ କିନି କରିବା ଏଟାକୁ ଦେଖ ସକ୍ସେସିଭଲି ମାନେ କଣ ମାନେ ସକ୍ସେସିଭଲି ଡିଭାଇଡ ହେଇଛି ମାନେ କଣ ଦେଖ ପ୍ରଥମ କଥା ହଉଛି ସକ୍ସେସିଭଲି ଡିଭାଇଡ ହେଇଛି ମାନେ କୌଣସି ସଂଖ୍ୟା ସକ୍ସେସିଭଲି ଡିଭାଇଡ ହେଇଛି ମାନେ କେମିତି ଦେଖ ମନେକର a ର ଗୋଟେ ସଂଖ୍ୟା ଆକୁ ଆମେ ଡିଭାଇଡ କରିବା ମନେକର 4 ଏଠି କିଛି ଭାଗଫଳ ଆସିବ ମନେକର q1 ଆସିଲା ହେଲା କିଛି ରିମାଇଣ୍ଡର ଆସିବ ଆମେ ଜଣା ନାହିଁ ସକ୍ସେସିଭଲି ଡିଭାଇଡ ମାନେ କଣ ପୁଣି ଆଉ ଥରେ q1 ଡିଭାଇଡ ହବ ହେଲା 5 ରେ ଏଇଟା କେତେ ରିମାଇଣ୍ଡର ଆସିବ ମାନେ ସରି ମାନେ କୋସେଣ୍ଟ କିଛି ଆସିବ ମନେକର q3 ଆସିଲା ରିମାଇଣ୍ଡର କିଛି ଅଲଗା ଆସିବ ପୁଣି ସକ୍ସେସିଭଲି ଯଦି ଡିଭାଇଡ କରିବା ମନେକର 6 ଦେଇଥିବ 6 ଦ୍ୱାରା ସକ୍ସେସିଭଲି ଡିଭାଇଡ କରିବା ପୁଣି ଏଇଟା 6 ଦ୍ୱାରା କରିବା ଏଇଟାକୁ କହନ୍ତି ସକ୍ସେସିଭଲି ଡିଭାଇଡ ମାନେ କଣ ଭାଗ ଏଟା କଣ କହନ୍ତି ଭାଗ ଫଳ ସହିତ ଯେତେବେଳେ ଡିଭାଇଡ କରିବା ନମ୍ବରକୁ ତାକୁ କହନ୍ତି ସକ୍ସେସିଭଲି ଡିଭାଇଡ ହେଲା ଦେଖ ପ୍ରଥମ ନମ୍ବର ମନେକର ନିଅ n n କୁ ଆମେ କଣ ନା କ୍ରମାନୁସାରେ ଡିଭାଇଡ କରିବା 4 ଦ୍ୱାରା ପ୍ରଥମେ 4 ଦ୍ୱାରା ଡିଭାଇଡ କରିବା 4 ହେଲା ଏଠି ମନେକର ଆମର ଜଣା ନାହିଁ କୋଶ୍ଚେନ କଣ କୋଶ୍ଚେନ ମନେକର q1 ନେଇଯାଅ ହେଲା କୋଶ୍ଚେନ q1 ଆଉ ରିମାଇଣ୍ଡର କେତେ ରିମାଇଣ୍ଡର ଦେଇଛି 1 ହେଲା ତାହେଲେ ନମ୍ବରଟା କେତେ ହେଇଯିବ ନମ୍ବର ଇଜ ଇକ୍ୱାଲ ଟୁ କେତେ ହେଇଯିବ ଭାଜ୍ୟ ପୂର୍ଣ୍ଣ ଭାଗଫଳ 4 ଇଣ୍ଟୁ q1 ମିଶ୍ରଣ ଭାଗ ଶେଷ ମିଶ୍ରଣ 1 ହେଲା ତାପରେ କଣ ହେଲା ତାପରେ କଣ ଦେଇଛି ନା ପୁଣି 5 ଦ୍ୱାରା ଭାଗ କଲେ ମାନେ ଏକ ସଂଖ୍ୟାକୁ କ୍ରମାନ୍ୱୟରେ ମାନେ ସକ୍ସେସିଭଲି ଡିଭାଇଡ ହବ ମାନେ କଣ q1 କୁ ପୁଣି ଥରେ 5 ଦ୍ୱାରା ଡିଭାଇଡ କରିବା କୋଶ୍ଚେନ ଟା ଜଣା ନାହିଁ q2 ନେଇଯାଅ ରିମାଇଣ୍ଡର କେତେ ଆସିବ ରିମାଇଣ୍ଡର କେତେ 4 ତାହେଲେ q2 ଇଜ ଇକ୍ୱାଲ ଟୁ ତାହେଲେ q1 ଇଜ ଇକ୍ୱାଲ ଟୁ କେତେ ହବ 5 ଇଣ୍ଟୁ q2
ମିଶାଣ 4 ହେଲା। ତାହେଲେ ନମ୍ବରଟା କେତେ ହବ? ତାହେଲେ n ଇଜିକାଲ ଟୁ Q1 ଜାଗାରେ ପକେଇ ଦିଅ 4 ହୋଲ୍ ଇଣ୍ଟୁ 5 Q1 ମିଶାଣ କେତେ ହେଇଯିବ? ଏଠି 4 ମିଶାଣ କେତେ 1 କେତେ ହେଇଯିବ? 5 20 Q1 ମିଶାଣ 4 4 16 1 17 ହେଲା। ତାହେଲେ ନମ୍ବରଟା କେତେ? 20 Q1 17 ହେଲା। ଏବେ କଣ କରିବା ନା ଏଇ ନମ୍ବରଟାକୁ ଆମେ ଡିଭାଇଡ କରିବା। ପ୍ରଥମେ ସକ୍ସେସିଭଲି ଡିଭାଇଡ କରିବା ହେଲା। କ୍ରମାନ୍ୱୟରେ ଡିଭାଇଡ କରିବା 5 ସହିତ ତାପରେ 4 ସହିତ। ପ୍ରଥମେ ଏଇଟା 20 Q1 ମିଶାଣ 17 ଡିଭାଇଡେଡ୍ ବାଇ କେତେ? 5 ହେଲା। ଯେତେବେଳେ ଆମେ 5 ରେ ଡିଭାଇଡ କରିବା ତାର ରେଜଲ୍ଟ କେତେ ଆସିବ? ରେଜଲ୍ଟ କେତେ ଆସିବ? 4Q1 5 କୁ 20 ଏଇଟା କଟିଯିବ ମାନେ 4Q1 ମିଶାଣ 17 ଦ୍ୱାରା ଡିଭାଇଡ କଲେ କେତେ ଆସିବ? ରିମାଇଣ୍ଡର କେତେ ଆସିବ? 5 ତାରିଖ 15 ମାନେ ରିମାଇଣ୍ଡର ଆସିବ 2। ତାହେଲେ ପ୍ରଥମ ରିମାଇଣ୍ଡର କେତେ ଆସିଲା? 2। ଦେଖ ଏଇଠି ତମେ ଅପସନ ଦେଖିକି ମାନେ ଏଲିମିନେଟ କରିପାରିବ 2 3 ଅପସନ ବି ହେଲା। ମାନେ ଏଇଟା ଦେଖ ଏଇଟା 5 ରେ କଟିଯିବ ମାନେ ରେଜଲ୍ଟ କେତେ ଆସିଲା? 4Q1 ହେଲା। ମାନେ କୋଶ୍ଚେନ ଏଇଠି କୋଶ୍ଚେନ ମାନେ ଏଇ ଟାଇପର ଦେଖ 20Q1 ମିଶାଣ 17 ହେଲା। ଏଇ ଟାଇପ ମାନେ 5 କେତେ ଆସିବ? ଏଠି 5 ଏଇଠି ଲେଖି 4Q1 ମାନେ 5 କୁ 20 ଏଇ ଟାଇପ ହେଲା। ଏଠି ଯୋଉ ଆସିବ ଏଟା କୋଶ୍ଚେନ ରେଜଲ୍ଟ ଯାହା କୁହ। କୋଶ୍ଚେନ କେତେ? 5 କୁ 20 ଆଉ ଏଇଟା ଯଦି 5 ରେ ଡିଭାଇଡ କରିବା 5 ତାରିଖ 15 ଏଇଠି ଲେଖୁଛି 3 ହଁ ନାଇଁ। ଏଇଟା ହଉଛି କଣ କୋଶ୍ଚେନ 5 ରେ ଡିଭାଇଡ ଯୋଉ କଲେ 5 ତାରିଖ 15 ହେଲା। ରିମାଇଣ୍ଡର କେତେ ଆସିଲା? ପ୍ରଥମ ରିମାଇଣ୍ଡର କେତେ ଆସିଲା? 2। ତାପରେ ସକ୍ସେସଫୁଲି ଡିଭାଇଡ କରିବା ବାଇ 4 ହେଲା। 4 ରୁ 4 କଟିଯିବ 4Q1 ମାନେ ଏଇଥିରେ ରିମାଇଣ୍ଡର କେତେ ଆସିବ? 0 ଆଉ ଏଇଥିରେ ରିମାଇଣ୍ଡର କେତେ ଆସିବ? 3 ହରଣ 4 ମାନେ 4 ହରଣ 3 ମାନେ ଏଇ ଟାଇପର 4Q1 ମିଶାଣ 3 ହେଲା। ଏଠି 4 ପକେଇଲେ 4K 4 ମାନେ 1Q ହେଇଯିବ। ଏଟା କଟିଯିବ ଆଉ 3 ରହିବ ମାନେ ବଳରେ 3 ରହିବ ବଳକା ହେଇଯିବ 3 4 ଶୂନ କେ 0 3 ରିମାଇଣ୍ଡର କେତେ ଆସିଲା? 3 ଗୋଟେ ରିମାଇଣ୍ଡର ଆସିଲା 2 ଆଉ ଗୋଟେ ରିମାଇଣ୍ଡର ଆସିଲା 3 ଅପସନ କୋଉଟା? ବି 2 3 ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବା। क्वेश्चन नंबर 15 5 3 5 8 इंटू 51 53 58 को आम 51 द्वारा गुणन करिया एटा तमे गुणिकी चेक करिवो हैला तमे ऑप्शन रे जणेबो एटा ऑप्शन केते आंसर केते एटा होची तमर H2 ए गुणना तमे करि परिबा आराम व्हिच वन ऑफ द फॉलोइंग नंबर इज कंप्लीटली डिविजिबल बाय 45 45 द्वारा इतिक भितरु कोउटा डिविजिबल प्रथम कथा होची 45 को भांगिया 5 इंटू 9 5 ଦ୍ୱାରା 5 ର ଡିଭିଜିବଲ କଣ ଏକକ ସଂଖ୍ୟା ମାନେ ଏକକ ଘରେ ସଂଖ୍ୟା କଣ ହେଇଥିବ ମାନେ ୟୁନିଟ ଡିଜିଟ କିମ୍ବା ଏକକ ଘରେ ତାର 5 ଥିବ କିମ୍ବା 0 ଥିବ ହେଲା। ଦେଖ ସବୁ ଏକକ ଘରେ 0 ଅଛି ତା ମାନେ ସବୁ ଯାକ ସଂଖ୍ୟା 5 ଦ୍ୱାରା ଡିଭିଜିବଲ ହେଇଯିବ। ଏବେ ଖାଲି 9 ର ଚେକ୍ କରିବା 9 ର ଡିଭିଜିବଲ ରୁଲ କଣ ନା ସଂଖ୍ୟା ମାନଙ୍କର ସମଷ୍ଟି ଯଦି 9 ଦ୍ୱାରା ଡିଭିଜିବଲ ହେଇଯିବ ତାହେଲେ ଟୋଟାଲ ସଂଖ୍ୟା 9 ଦ୍ୱାରା ଡିଭିଜିବଲ ହେଇଯିବ ହେଲା। ଯେମିତି ଏଠି 45 45 4 ମିଶାଣ 5 9 ହେଲା ମାନେ ଡିଜିଟାଲ ସମ କେତେ ଆସିଲା 9 9ଟା 9 ଦ୍ୱାରା ଡିଭିଜିବଲ ତାହେଲେ 45ଟା 9 ଦ୍ୱାରା ଡିଭିଜିବଲ ହେଲା। ଏବେ ସବୁ ଯାକ ସଂଖ୍ୟା ଏମିତି ମିଶ ଦେଖ ଏଠି ପ୍ରଥମ ଅପସନ ଏ ଉଠ 2 ଦେଖ 8 2 10 ହେଲା ଆଉ 6 2 8 10 8 କେତେ 18 18 ର ଡିଜିଟାଲ ସମ କେତେ 8 1 9 9ଟା 9 ଦ୍ୱାରା ଡିଭିଜିବଲ ତାହେଲେ ଅପସନ ଏ ହେଇପାରିବ ହେଲା। ଏବେ ଦେଖିବା ଅପସନ ବି ବି ଦେଖ ଏଠି 5 3 8 ହେଲା ସରି 5 5 10 10 6 16 2 18 ଏଇଟା ବି ହେଇପାରୁଛି ହେଲା ଏ ଆଉ ବି ବି ହେଇପାରୁଛି ତେଣୁ ମେ ବି ଏଇଟା ଅପସନ ହେଲା ଏଇଟା ଟିକେ ବୋଧେ ଗଡବଡ ଅଛି ଅପସନ ରେ ଏ କୁ ବି ହେଇପାରୁଛି ତାହେଲେ ଏ ବି ଦିଟାକୁ ହେଇପାରିବ ଅପସନ ସି କୁ ଚେକ୍ କର ହେଇପାରୁଛି ନା ନାଇଁ ଦେଖ 9 କଟିଗଲା 6 3 9 କଟିଗଲା 8 4 12 12 ଡିଜିଟାଲ ସମ କେତେ 3 ଏଇଟା ହବନି 12 12ଟା 9 ଦ୍ୱାରା କଟୁନି ତାହେଲେ ଏଇଟା ହବନି ଏଇଟା ବି ହିନ୍ତି 4 2 8 ସରି 4 2 6 ହେଲା 4 2 6 1 7 7 7 6 13 17 8 ଆର ଏଇଟା ବି ହଉନି 17 ଡିଜିଟାଲ ସମ କେତେ 8 8 ଦ୍ୱାରା 9 8 9 ଦ୍ୱାରା କଟିବନି ଏଇଟା ବି ହଉନି ତାହେଲେ ଅପସନ ଏ କୁ ବି ହଉଛି ହେଲା। ତାପରେ ତାହେଲେ ଅପସନ ଏ ଆଣ୍ଡ ବି ଦିଟା କହୁଛି। ନେକ୍ସଟ क्वेश्चन देखिए 17 क्वेश्चन नंबर 17 ହେଲା क्वेश्चन नंबर 17 complete the following sequence how many times will you write even number if you write all the numbers 251 30 251 ରୁ 30 ମାନେ କଣ ଦେଇଛି ନା ଦେଖ
251 ରୁ 300 ପର୍ଯ୍ୟନ୍ତ ସମସ୍ତ ସଂଖ୍ୟା ଲେଖିଲେ ସମୁଦାୟ କେତେ ଥର ଇଭେନ୍ କୁ ଆସିବ? ସମୁଦାୟ କେତେ ଥର ଇଭେନ୍ ଟା ମାନେ ଇଭେନ୍ ନମ୍ବର ଆସିବ? 251 ରେ 251 300 ଥର ଲେଖିବା। ପ୍ରଥମେ ଲେଖିବା 291 ହେଲା, ସରି, ପ୍ରଥମେ ଲେଖିବା 291, ତାପରେ କେତେ ଆସିବ 292, 293, 294, 295, 296, 97, 98, 99, 300। ଏଥିରେ ଇଭେନ୍ ନମ୍ବର କେତେଟା ଆସିଲା? ଏକ ଇଭେନ୍ ନମ୍ବର ନୁହଁ, 10 ବି ନୁହଁ। ଇଭେନ୍ ନମ୍ବର ମାନେ କଣ? ଯୁଗ୍ମ ସଂଖ୍ୟା କେତେଟା ଆସିଲା? 2, ଗୋଟେ ହେଲା। ମୁଁ ଲେଖୁଛି ଏଠି ଇଭେନ୍ ନମ୍ବର। ଇଭେନ୍ ନମ୍ବର କେତେଟା ଆସିଲା? ଗୋଟେ। ଏଇଥିରେ 1 2 ଦିଟା। ଏଇଥିରେ କେତେଟା ଆସିଲା? ଗୋଟେ। ଏଇଥିରେ 4 କୁ 2 ଇଭେନ୍ ନମ୍ବର ଦିଟା। ଗୋଟେ ହେଲା, ଦିଟା। ତାପରେ ଏଇଥିରେ କେତେଟା ଆସିଲା? ଗୋଟେ। ଏଇଥିରେ କେତେଟା? ଦିଟା। ଏଇଥିରେ ଗୋଟେ। ଏଇଥିରେ କେତେଟା? ଦିଟା। ତାହେଲେ କେତେଟା ହେଲା? ଦେଖ 2 2 2 2 ମାନେ 1 2 3 4 5, 5 ଦୁଗୁଣେ କେତେ? 10, 1 2 3 4 5, 15। ତାହେଲେ କେତେଟା ଇଭେନ୍ ଆସିଲା? 15ଟା ଇଭେନ୍। ଅପସନ କୋଉଟା? ବି। ତାହେଲେ ତମର ଅପସନ ଯଦି 13 ଦେଇଥିବ ତାହେଲେ 13 ହବନି ହେଲା। ଅପସନ କୋଉଟା? ବି। ଦେଖ, ନିମ୍ନଲିଖିତ ଶ୍ରେଣୀରେ 7 କେତୋଟି 7 ଅଛି ଯାହାର ପୂର୍ବରେ 6 ଅଛି କିନ୍ତୁ ପରେ 4 ନାହିଁ? ଦେଖ, ଏତିକ ବି ଏଇ ସିରିଜ ଟା ଦେଖିବ ହେଲା। ଏଇ ସିରିଜ ଟା ଦେଖିବ ଯାହା କଣ, ଏଇ ସିରିଜ ଟା ଦେଖି କୋଶ୍ଚିନ୍ ଏଠି ପଢିବ। ଦେଖ, ନିମ୍ନଲିଖିତ ଶ୍ରେଣୀରେ କେତୋଟି 7 ଅଛି, କେତୋଟା 7 ଅଛି ଯାହାର ପୂର୍ବରେ 6 ଅଛି ହେଲା। ମାନେ ପୂର୍ବରେ 6 ଆସିବ କିନ୍ତୁ ପରେ 4 ନାହିଁ। ଏଇଟା ତ ତମର ଗେମ୍ ଟାଇପ ର କୋଶ୍ଚିନ୍। ଗେମ୍ ଫେମ୍ ଖେଳିଥିବ ଏଇ ଟାଇପ ର ହେଲା। ଏଇଟା ତମେ ଘରେ ହୋମୱାର୍କ କରିବ। ମେ ବି ଅପସନ ଦୁଇ ଦୁଇ ବୋଧେ ହବ ଅପସନ ହେଲା। ଚେକ୍ କରିବ ତମେ। ମାନେ କଣ, ଆଗ ମାନେ ଦେଖ, ପୂର୍ବରେ 6 ଥିବା ଦରକାର କିନ୍ତୁ ପଛରେ 4 ନଥିବା ଦରକାର। ମାନେ 7 ଯାହା ପୂର୍ବରେ 6 ଥିବ ଏଇଟା ହେଇଯିବ, କିନ୍ତୁ 7 ପରେ ଯଦି 4 ଥିବ, ମନେକର 6 7 4, ଯଦି ଏଇ ଅପସନ ଯଦି 6 7 4 ମିଶିଯିବ ଏଇଟା ହବନି ହେଲା। ପରେ 4 ନଥିବା ଦରକାର, ପୂର୍ବରେ 6 ଥିବା ଦରକାର। ଏଇଟା ତମେ ଚେକ୍ କରିବ। ନେକ୍ସଟ କ୍ୱେଶ୍ଚିନ୍ 19 ନମ୍ବର। 20ଟା ହିଁ କ୍ୱେଶ୍ଚିନ୍ କରିବା। Complete the following sequence. How many numbers 11 to 50 are exactly divisible by 7 but not by 3? ହେଲା, 7 ଦ୍ୱାରା divisible କିନ୍ତୁ 3 ଦ୍ୱାରା ପଣିଆ କରିବା ଏବେ। ସାତକ ପଣିଆ ହେଲା, ସାତକ ପଣିଆ ପୁଣି 11 ଉପରେ ହଉଥିବା ଦରକାର। ପ୍ରଥମ ପଣିଆ କଣ? 7 କେ 7 ହବନି, 7 ଦୁଗୁଣେ 14 ହେଲା, 7 3 21, 7 ଚଉକୁ 28, 7 ପଞ୍ଚା କେତେ? 35, 7 ଷୋହଳ 42, 7 ସତା 85, 7 ଅଷ୍ଟା 56, 50 ପରେ ପଳଉଛି କିନ୍ତୁ ସେ 50 ଭିତରେ ରହିବା ଦରକାର ହେଲା। ତେଣୁ ଦେଖିବା ତାପରେ ଏବେ 14ଟା 7 ଦ୍ୱାରା ଡିଭିଜିବୁଲ କିନ୍ତୁ 3 ଦ୍ୱାରା ନୁହଁ। ତେଣୁ ଅପସନ ଏ ଏଇଟା ହେଇପାରିବ ଗୋଟେ। 21ଟା 3 ଦ୍ୱାରା ଡିଭିଜିବୁଲ, ଏଇଟା ହବନି। 28ଟା 3 ଦ୍ୱାରା ଡିଭିଜିବୁଲ କି ନୁହଁ? ହବନି। ମାନେ କଣ, 28ଟା 3 ଦ୍ୱାରା ଡିଭିଜିବୁଲ ହେଇଯାଉଛି, ତାହେଲେ ଏଇଟା ଏଇଟା ହବ। ଏଇଟା ହବ ଦିଟା। ଏଇଟା ଗୋଟେ ହେଇପାରିବ। 35ଟା 3 ଦ୍ୱାରା ଡିଭିଜିବୁଲ କି ଡିଭିଜିବୁଲ ନୁହଁ? ଡିଭିଜିବୁଲ ନୁହଁ ହେଲା। ଏଇଟା ବି ଗୋଟେ ହେଇପାରିବ। ଏଇଟା 42ଟା କଟି ଯାଉଛି 3 ଦ୍ୱାରା, ଏଇଟା ହବନି। 49ଟା 3 ଦ୍ୱାରା କଟିବନି, ଏଇଟା ହବ। କେତେଟା ହେଲା? 1 2 3 4, 7 ଦ୍ୱାରା ଏଇ 4ଟା ସଂଖ୍ୟା କେବଳ କଟୁଛି। ଅପସନ କୋଉଟା? ଅପସନ ବି। क्वेश्चन नंबर 20, 20 नंबर। The simple interest on res 10 ଟଙ୍କା for 4 month at the rate of 3 पैसा per rupee ହେଲା per month is। ଦେଖ, 10 ଟଙ୍କା ଉପରେ 4 ମାସ ପାଇଁ ପ୍ରତି ଟଙ୍କା ହିସାବରେ ପ୍ରତି ମାସକୁ 3 ପଇସା ହାରରେ ସରଳ ସୁଧ କେତେ ହବ? ହେଲା, ଦେଖ କଣ କରିବା, କେମିତି କରିବା? ଦେଖ, ପ୍ରିନ୍ସିପାଲ କେତେ? 10 ଟଙ୍କା। ଟାଇମ କେତେ? 4 ମାସ, 4 month ହେଲା। ସୁଧ କେତେ? ନା ଇଣ୍ଟରେଷ୍ଟ ହଉଛି ସୁଧ ଏସ୍ଆଇ କେତେ? 3 ପଇସା, 0.3 ହେଲା, 0.3 ମାନେ ସରି 3 ପଇସା ଦେଇଯିବା। 3 ପଇସା ମାନେ କଣ? ପଇସାକୁ ଟଙ୍କା ହିସାବରେ କଲେ ମାନେ 3/100 ଜିରୋ କେତେ ହବ? 0.0 ହେଲା। ତ ମାନେ ପ୍ରଥମ ମାସରେ କେତେ ଟଙ୍କା ମିଳିଲା? ମାନେ 10 ଟଙ୍କା ଉପରେ ପ୍ରଥମ ମାସରେ କେତେ ଟଙ୍କା ମିଳିଲା? 0.03 ହେଲା। ମାନେ ଏଇଟା ପ୍ରତି ଟଙ୍କା
ହିସାବରେ ମାନେ ଦେଖ ଏଠି ପ୍ରଥମ ମାସରେ ଆମକୁ କେତେ ମିଳିଲା ମାନେ ଫାଷ୍ଟ ଇୟରରେ ମୁଁ ଲେଖୁଛି ଏଠି ଫାଷ୍ଟ ଇୟର ନୁହଁ ଫାଷ୍ଟ ମନ୍ଥ ପ୍ରଥମ ମାସର ଏସ୍ଆଇ କେତେ ସୁଧ କେତେ ମିଳିଲା 10 ଟଙ୍କାରେ 0.03 ମାନେ 10 ଇଣ୍ଟୁ 0.03 ଇଜିକାଲ କେତେ ହେଇଯିବ ନା 10 ଇଣ୍ଟୁ 3/100 କେତେ ହବ 0.3 ତାହେଲେ ପ୍ରଥମ ମାସରେ ଆମକୁ ସୁଧ କେତେ ମିଳିଲା 0.3 ତାହେଲେ 4 ନମ୍ବର ମାସରେ ସୁଧ କେତେ ମିଳିବ ସେକେଣ୍ଡ ମାସରେ 0.3 ଥାର୍ଡ ମାସରେ 0.3 ହେଲା ଚତୁର୍ଥ ନମ୍ବର ମାସରେ 0.3 ତାହେଲେ ଟୋଟାଲ ଏସ୍ଆଇ ମାନେ ସୁଧ ଇନ୍ 4 ମନ୍ଥ ଇଜିକାଲ କେତେ ହବ 0.3 ଇଣ୍ଟୁ 4 ହେଲା ଇଜିକାଲ କେତେ ହବ 12 ମାନେ 1.20 1 ଟଙ୍କା 20 ପଇସା ହଉଛି ସୁଧ ହେଲା ଏଇଟା ତମର ବେସିକରେ ମୁଁ କରିଦେଲି ଆଉ ତମେ ଚାହିଁଲେ ବି ରେଟ୍ ପରସେଣ୍ଟ ବାହାର କରିବି କରିପାରିବ ଏସ୍ଆଇ ଇଜିକାଲ ଟୁ ପିଟିଆର ବାଇ 100 ଏଇ ଟାଇପର ପକେଇକି ବାହାର କରିବ ପ୍ରଥମେ ତମେ ରେଟ୍ ବାହାର କରିବ ହେଲା ମାନେ 10 ଆଉ 3 କୁ ନେଇକି ରେଟ୍ ବାହାର କରିବ ତାପରେ ଟାଇମ 4 ମନ୍ଥ ବୋଲି ହିସାବ କରିକି ତମେ ଏସ୍ଆଇ ବାହାର କରିବ ହେଲା ଏସ୍ଆଇ ଇଜିକାଲ ଟୁ କେତେ ପିଟିଆର ବାଇ 100 ତମେ ଏଇ ଟାଇପର ବାହାର କରିବ ମୁଁ ଏଇଟା ସିଧା ବେସିକରେ କରିଥିଲି ହେଲା ତ ଆମର ପ୍ରଥମେ ଦିଟା କୋଶ୍ଚିନ୍ ଥିଲା 1 ନମ୍ବର 2 ନମ୍ବର ହଉଛି କୋଶ୍ଚିନ୍ ଛାଡ଼ିଥିଲେ ଆମେ ଚେକ୍ କରୁଛି ହଁ 1 ନମ୍ବର ଦେଖ 1 ନମ୍ବରକୁ 2 ନମ୍ବର ଛାଡ଼ିଥିଲେ ହେଲା ଦେଖ ଏବେ କଣ କରିବା 1 ନମ୍ବର 2 ନମ୍ବର ରୁମର ଶବ୍ଦ ଗୁଡ଼ିକୁ RUMOUR ରମର ଶବ୍ଦ ଅକ୍ଷର ଗୁଡ଼ିକୁ କେତେ ପ୍ରକାର ସଜାଇ ଲେଖାପାରିବ ହେଲା ଆମେ ଏଇଟାକୁ କେତେ ପ୍ରକାର ଆରେଞ୍ଜ କରିପାରିବା କେତେ ପ୍ରକାର ଆରେଞ୍ଜ କରିପାରିବା in how many different ways can the letter of the words romer be arranged ହେଲା ଦେଖ ରମରକୁ କେତେ ଉପରେ ଆମେ ଆରେଞ୍ଜ କରିପାରିବା ଏଇଟା ତମର ପ୍ରୋବାବିଲିଟିର କ୍ୱେଶ୍ଚିନ୍ ହେଲା ଦେଖ ପ୍ରଥମେ ଦେଖ ଏନ ଇଜିକାଲ ଟୁ କେତେ ମାନେ କେତେଟା ନମ୍ବର ଅଛି 1 2 3 4 5 6 6ଟା ନମ୍ବର ଅଛି ହେଲା ଆର କେତେ ଥର ଅଛି ଆର କେତେ ଥର ରିପିଟ ହେଇଛି ଦିଥର ଦେଖ ଦୁଇଥର ୟୁ କେତେ ଥର ରିପିଟ ହେଇଛି ୟୁ ହେଇଛି ଦିଥର ଦିଥର ଆଉ ରିପିଟ ହେଇଛି କି ଆଉ ରିପିଟ ହେଇଛି ୟୁ କେତେ ଥର ଆସିଛି ୟୁ ଦିଥର ଆସିଛି ଲେଖିଦେଇଛେ ପରା ଆମେ ଏମ କେତେ ଥର ଆସିଛି ଥରେ ଆଉ ଓ କେତେ ଆସିଛି ଥରେ ହେଲା ଏବେ ଆମେ ଲେଖିବା ନମ୍ବର ଅଫ ୱେଜ ଇଜିକାଲ ଟୁ କେତେ ହବ ନମ୍ବର ଅଫ ୱେଜ ଇଜିକାଲ ଟୁ 6 ଫ୍ୟାକ୍ଟୋରିଆଲ ବାଇ ହେଲା 6 ଫ୍ୟାକ୍ଟୋରିଆଲ ବାଇ 2 ଫ୍ୟାକ୍ଟୋରିଆଲ ହେଲା ପ୍ରଥମେ 6 ଫ୍ୟାକ୍ଟୋରିଆଲ ବାହାର କରିବା ବାଇ ପ୍ରଥମ 2 ଫ୍ୟାକ୍ଟୋରିଆଲ ଆର ଟାକୁ ଆମେ 2 ଫ୍ୟାକ୍ଟୋରିଆଲ ୱେଜ ରେ ମାନେ କଣ ଆରେଞ୍ଜ କରିପାରିବା ୟୁ ଟାକୁ ହିଁ 2 ଫ୍ୟାକ୍ଟୋରିଆଲ ୱେଜ ରେ ଆରମ୍ଭ କରି ଆରେଞ୍ଜ କରିପାରିବା ଇଣ୍ଟୁ ଏମ ଟାକୁ 1 ଫ୍ୟାକ୍ଟୋରିଆଲ ୱେ ରେ ଆଉ ଓ ଟାକୁ କେତେ 1 ଫ୍ୟାକ୍ଟୋରିଆଲ ୱେ 1 ଫ୍ୟାକ୍ଟୋରିଆଲ ୱେ ହେଲା 6 ଫ୍ୟାକ୍ଟୋରିଆଲ ଭାଲ୍ୟୁ କେତେ ନା 1 ଇଣ୍ଟୁ 2 ଇଣ୍ଟୁ 3 4 ଇଣ୍ଟୁ 5 ଇଣ୍ଟୁ 6 ବାଇ 1 ଇଣ୍ଟୁ 2 2 ଫ୍ୟାକ୍ଟୋରିଆଲ ଭାଲ୍ୟୁ ଇଣ୍ଟୁ 1 ଇଣ୍ଟୁ 2 ଆଉ 1 ଫ୍ୟାକ୍ଟୋରିଆଲ ଭାଲ୍ୟୁ ହଉଛି 1 ହେଲା 2 କି 2 କାଟିଦିଅ 2 2 4 ହେଲା ମୂଲ୍ୟ କେତେ ହଉଛି ଦେଖ ଏଠି 2 3 6 କେ 6 6 5 30 7 18 କେତେ 180 ଅପସନ କୋଉଟା 1 ହେଲା ଏଇଟା ଥିଲା क्वेश्चन 1 क्वेश्चन 2 ଦେଖିଆ in how many different ways can the letter of the word machine be arranged so that the vowels occupy only the odd position ହେଲା ମେସିନ୍ ଶବ୍ଦର ଅକ୍ଷର ଗୁଡ଼ିକୁ କେତେ ପ୍ରକାର ସଜାଇ ଯାଇପାରିବ ଯାହାର ସ୍ୱର ବର୍ଣ୍ଣ କେବଳ ବିଜୋଡ଼ ସ୍ଥାନ ମାନେ କଣ ଅଡ୍ ପୋଜିସନରେ ଆସିବ ହେଲା କେମିତି କରିବା ଦେଖ ଏଇଟା ବି ଏମିତି କରିବା ଏଇଟା ବି ସେମିତି କରିବା ଯେମିତି କରିଥିଲି ଟୋଟାଲ ନମ୍ବର କେତେ ଟୋଟାଲ ନମ୍ବର କେତେ ନମ୍ବର ଇଜିକାଲ ଟୁ କେତେ 1 2 3 4 5 7 7 ଟୋଟାଲ ନମ୍ବର ହଉଛି 7 ଟୋଟାଲ ନମ୍ବର ଅଫ ଅଡ୍ ପୋଜିସନ କେତେ ଟୋଟାଲ ନମ୍ବର ଅଫ ଅଡ୍ ପୋଜିସନ ଇଜିକାଲ ଟୁ କେତେ ହବ 1 ତାପରେ 3 ମାନେ ନାଇଁ 5 ତାପରେ କେତେ ହବ 7 ଆରେ 7ଟା ନମ୍ବରରେ ଅଡ୍ ପୋଜିସନ କେତେ ହବ 1 2 3 4 2 ତ ହବନି 3 ହବ 4 ହବନି 5 ହବ 6 ହବନି 7 ହବ ହେଲା ଏଇଟା ହଉଛି ଅଡ୍ ପୋଜିସନ ଆଉ ଟୋଟାଲ ନମ୍ବର ଅଫ ଇଭେନ ପୋଜିସନ କେତେ ଟୋଟାଲ ନମ୍ବର ଅଫ ଇଭେନ ପୋଜିସନ ଇଜିକାଲ କେତେ 7ଟା ମାନେ 7ଟା ନମ୍ବରରେ ଟୋଟାଲ ନମ୍ବର ଅଫ ଇଭେନ ପୋଜିସନ କୋଉଟା 2 କୁ 2 4 ଆଉ ଗୋଟେ 6 ଏଇଟା ହବ ଇଭେନ ପୋଜିସନ
ମାନେ ଏମିତି ନାଇଁ, 1 ରୁ 7 ଯାଏଁ ଲେଖିଆ, ତମେ 2 ନମ୍ବରରେ କିଏ ବସିଛି, 4 ନମ୍ବରରେ କିଏ ବସିଛି, 6 ନମ୍ବରରେ ମାନେ ଏଇଟା କଣ ଇଭେନ୍ ପୋଜିସନ ହେଲା। ତାପରେ କଣ କରିବା ଦେଖ, ଏ ଭାୱେଲ୍ସ ବାହାର କର, ମେସିନରେ କେତେଟା ଭାୱେଲ୍ସ ଅଛି, ନମ୍ବର ଅଫ ଭାୱେଲ୍ସ ମୁଁ ଲେଖୁଛି ଏଠି ଭାୱେଲ୍ସ। ଭାୱେଲ୍ସ କେତେଟା ଅଛି, 1 2 3 ଏ ଟି ହେଲା। ଆଉ କନସୋନାଣ୍ଟ ତାହେଲେ କେତେଟା ହେଲା, 7ଟା ନମ୍ବରରୁ 3ଟା ଭାୱେଲ୍ସ, ତାହେଲେ କନସୋନାଣ୍ଟ କେତେ ହେଲା, କେତେଟା କନସୋନାଣ୍ଟ ତାହେଲେ କେତେଟା ହେଲା, 7ଟା ହେଲା। ଏବେ ବାହାର କରିବା ଟୋଟାଲ ନମ୍ବର ଅଫ ଭାୱେଲ୍ସ ହେଲା। ଦେଖ ସେ ଦେଇଛି କଣ ନା, ଦେଖ ଭାୱେଲ୍ସ ଅକୁପାଇ ଓନ୍ଲି ଅଡ୍ ପୋଜିସନ, ମାନେ ଏ ଭାୱେଲ ଗୁଡିକୁ ଆମେ ଆରେଞ୍ଜ କରିବା ଏମିତି ଯେମିତି ସେମାନେ ଅଡ୍ ପୋଜିସନରେ ରହିବେ, ମାନେ କଣ, ମାନେ ଏ ରହିବ 1ରେ, ଆଇ ରହିବ 3ରେ, ଇ ରହିବ 5ରେ, କିମ୍ବା ଉଲ୍ଟା ବି ହେଇପାରିବ, କିମ୍ବା ଯେମିତି ଏଇଠି ଏ କୁ ରଖିପାରିବ A 7ରେ, ମାନେ ଏ ଏଇଠି ରହିପାରିବ, ଏ ଏଇଠି ରହିପାରିବ ହେଲା, ଏ ଏଇଠି ରହିପାରିବ, ମାନେ ଏ 1 ଜାଗାରେ, 3 ଜାଗାରେ, ବି ମାନେ ବୁଝିଲ ନାଇଁ, ଏ ସବୁଠି ରହିପାରିବ, ଆଇ ପି ଏମିତି ଏତିକ ଜାଗାରେ ରହିପାରିବ, ଇ ବି ସେମିତି ଏତିକ ଜାଗାରେ ରହିପାରିବ। ତାର ମାନେ ରଖିପାରିବା କଣ, କେମିତି ଲେଖିବା, ତାର ନମ୍ବର ଅଫ ୱେଜ୍, ନମ୍ବର ଅଫ ୱେଜ୍ ଇଜ ଇକାଲ ଟୁ, ପ୍ରଥମେ 1, ପ୍ରଥମ ନମ୍ବର କେତେ ହବ ନା, ପ୍ରଥମ ୱେଜ୍ କେତେ ହବ ନା, 4ଟା, ଦେଖ ଆମେ କେତେଟା, 4ଟା ହେଲା, 4ଟା ମାନେ ପୋଜିସନ କେତେଟା ଅଛି, 4ଟା ପୋଜିସନ ଆମେ ବାଛିବା କେତେଟା ନା, 3ଟାକୁ ଆରେଞ୍ଜ କରିପାରିବା, ଭାଲ୍ୟୁ 3ଟାକୁ ଆରେଞ୍ଜ କରିବା, ତାହେଲେ 3ଟା ଭାଲ୍ୟୁକୁ ଆମେ ଆରେଞ୍ଜ କରିବା ହେଲା। ମାନେ ପୋଜିସନ କେତେଟା ଅଛି, 4ଟା ପୋଜିସନ ଅଛି, ଆମେ ଆରେଞ୍ଜ କରିବା କେତେଟା, 3ଟା, 3ଟା ଭାଲ୍ୟୁ ରଖିବା ବା, 4ଟା ପୋଜିସନ ମାନେ 4ଟା ଅଡ୍ ପୋଜିସନରେ ଆମେ 3ଟା ଭାଲ୍ୟୁକୁ ରଖିପାରିବା, ମାନେ 4p3 ହେଲା। ଏଟା କେମିତି ଲେଖିବା, 4 ଫ୍ୟାକ୍ଟୋରିଆଲ ବାଇ 4 - 3 ଫ୍ୟାକ୍ଟୋରିଆଲ ହେଲା। ତମେ ଏଟା ପଢିଥିବ ପରମୁଟେସନରେ, କେତେ ହବ, 4 ଫ୍ୟାକ୍ଟୋରିଆଲ ଭାଲ୍ୟୁ କେତେ, 4 × 3 × 2 × 1 ବାଇ 1 ଫ୍ୟାକ୍ଟୋରିଆଲ ଇଜିକାଲ ଟୁ 1 ଫ୍ୟାକ୍ଟୋରିଆଲ ହଉଛି 1 ହେଲା, 4 3 କି 12 କେତେ, 24 ହେଲା। ଏଟା ହଉଛି ପ୍ରଥମ ୱେଜ 24, ମାନେ 3ଟା ଆମେ ଭାୱେଲ ରଖିଦେଲେ, ଭାୱେଲ 3ଟା ରଖିଦେଲେ, କନସୋନାଣ୍ଟ 3ଟା, ଆଉ ମାନେ ଆଉ କନସୋନାଣ୍ଟ 4ଟା ରଖିବାକୁ ପଡିବ, ହଁ ନା ନାଇଁ, ଆରେ ଭାୱେଲ 3ଟା ରଖିଦେଲେ, କନସୋନାଣ୍ଟ ମାନେ ଟୋଟାଲ ନମ୍ବର 7 ଯେମିତି ହବ ନା, ମେସିନକୁ ଆମେ ଆରେଞ୍ଜ କରିବା, ମାନେ ଭାୱେଲ 3ଟା ରଖିଦେଲେ, ଏବେ କନସୋନାଣ୍ଟ 3ଟା ରଖିବା, ତାହେଲେ ସିଧା ବାହାର କର, ଫର କନସୋନାଣ୍ଟ ମୁଁ ଲେଖୁଛି, ଫର କନସୋନାଣ୍ଟ ୱେଜ, ଭାୱେଲ 3ଟା ବୁଝିପାରୁଛ ନା, ଏଇଟା ଭାୱେଲ ରଖିଦେଲେ ହେଲା, ଏଇ ଯୋଉ 3ଟା ଏଇଟା ଭାୱେଲ ରଖିଦେଲେ, ଭାୱେଲ ରଖିଦେଲେ, ଆଉ କନସୋନାଣ୍ଟ 4ଟା ରଖିବା, ସରି ଏଇଟା କନସୋନାଣ୍ଟ 4ଟା ହବ ନାଇଁ କି 7ଟା, ଆରେ ଭାୱେଲ 3ଟା ହେଇଗଲା, କନସୋନାଣ୍ଟ 4ଟା ନା, କନସୋନାଣ୍ଟ 4ଟା ରଖିବା ଆଉ ହେଲା। ଭାୱେଲ ଗୁଡିକ 24 ଉପରେ ଆରେଞ୍ଜ କରିଦେଲେ, ଆଉ କନସୋନାଣ୍ଟ କୁ ଆରେଞ୍ଜ କରିବା, କନସୋନାଣ୍ଟ ଇଜ ଇକାଲ ଟୁ 4 ଫ୍ୟାକ୍ଟୋରିଆଲ ଆରେଞ୍ଜ ହେବେ ହେଲା, 4ଟା କନସୋନାଣ୍ଟ, 4 ମାନେ 4 ଫ୍ୟାକ୍ଟୋରିଆଲ ୱେଜରେ ଆରେଞ୍ଜ ହେବେ, 4 × 3 × 2 × 1 ଇଜିକାଲ ଟୁ 24, ତାହେଲେ ଟୋଟାଲ ୱେଜ କେତେ ହେଲା, ଟୋଟାଲ ୱେଜ 24 × 24 ଇଜିକାଲ ଟୁ କେତେ, 566 ହେଲା। ଅପସନ କୋଉଟା, ପି, ଆମର ଏଇଟା ପଡିଥିଲା ଓଡିଶା ପୁଲିସ SI ରେ ହେଲା। ଆଉ କୋଉଠି ଛାଡିଛି ନା ନାଇଁ ଚେକ୍ କରିଦବା, ଆଉ ନା, ଆଉ କୋଉଠି ନାହିଁ ହେଲା। ତ ତମର ଥିଲା ଏତିକି କୋଶ୍ଚିନ୍ ହେଲା। ସବୁ ଥ୍ୟାଙ୍କ ୟୁ ଫର ୱାଚିଂ, ଯୋଉଟା ବି ଯାହାର ଡାଉଟ ରହିଲା ଏଇଟା ତମେ କମେଣ୍ଟ ବକ୍ସରେ ଜଣେଇବ ହେଲା। ଆଉ ଆଜିର ପିଡିଏଫ୍ ଲେକ୍ଚର ମଧ୍ୟ ମୁଁ ଅପଲୋଡ କରିଦେବି, ମାନେ ଡିସ୍କ୍ରିପସନରେ ଲିଙ୍କ ଦେଇଦେବି, ତମେ ଚାହିଁଲେ ଡାଉନଲୋଡ କରିପାରିବ ହେଲା। ଆଉ କଣ, ଭିଡିଓକୁ ଲାଇକ୍ କରିବ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ ମଧ୍ୟ କରିବ, ସେୟାର ମଧ୍ୟ କରିଦବ। ଆଉ ରହୁଛି, ନେକ୍ସଟ ଭିଡିଓରେ ଦେଖା ହବ।